ଆରେ ପିଲାଟା କେତେ ଆଶା ନେଇକି ଆସିଥିଲା, ମୁଁ ତାକୁ ନିରାଶ କରି ଫେରେଇ ଦେଲି। ଆପଣ ଭାଇ ତମେ ତ କଟକ ମେଡିକାଲ ସବୁବେଳେ ଯାଉଛ, ସେଠିକା ଡକ୍ଟର ମାନଙ୍କୁ ହିଁ ଚିହ୍ନିଥିବ। ମୋ ସାନ ଭାଇର ଦେହ ଖରାପ, ତମେ ଟିକେ ଆମ ସହିତ ଯାଆନ୍ତନି? ନା ମୁଁ ଯାଇପାରିବିନି, ଇଆଡେ ମୋର ବହୁତ କାମ। ଇଆଡେ କାମ ବୁଝିଲା ବେଳକୁ ତ ମତେ ଟାଇମ ହଉନି, ଆଉ ତୋ ସହିତ କେତେବେଳେ ଯିବି? ନା ମୁଁ ଯାଇପାରିବିନି। ଭାଇ ଗୋଟେ ଥର ଚାଲ, ମୁଁ ନିଜେ ଜାଣିଗଲା ଆଉ ତମକୁ ଯିବା ଆସିବା କରିବିନି, ମୁଁ ନିଜେ ଚାଲିଯିବି। ନା ମୁଁ ଯାଇପାରିବିନି, ତତେ ବା କହୁଛି ବାରମ୍ବାର ମୋର ଇଆଡେ କାମ ଅଛି, ଆଉ ମୁଁ ଯେମି କେମିତି? ତୋ ସହିତ ଗଲେ ମୋ କାମ ସବୁ କରିବ କିଏ? ହଉ ଭାଇ ତମେ ତ ଯିବନି, ମୁଁ ଯାଉଛି ଆଉ। ଆରେ ପିଲାଟା କେତେ ଆଶା ନେଇକି ଆସିଥିଲା, ମୁଁ ତାକୁ ନିରାଶ କରି ଫେରେଇ ଦେଲି। ଆରେ କାମ ଆଜି ନହେଲେ କାଲି ହବ। ହଉ ମୁଁ ଯାଉଛି, ତାକୁ ନେଇକି ଯିବି। ଆରେ ସନି, ର ର ର ର ଆରେ ସନି, ର ର ର କଣ ହେଲା ଭାଇ? ଆରେ ସନି, ଆଉ ଗୋଟେ କାମ କର, ତମେ ଯାଅ ବାହାର, ମୁଁ ବାହାରୁଛି। ଆମେ ସାଙ୍ଗ ହେଇକି ଯିବା, ମୁଁ ତମକୁ ନେଇକି ଦେଖେଇ ଦେଇ ଆସିବି, ଚିହ୍ନା ପରିଚୟ କରିଦେଇ ଆସିବି। ତମକୁ ସେଠି ଡକ୍ଟର ମାନେ ଭଲସେ ଦେଖା ଦେଖି କରିବେ। ଆରେ କାମ ଆଜି ନହେଲେ କାଲିକି ହବ। ଆରେ ଆମେ ମାନେ ମଣିଷ ହେଇ ଯଦି ମଣିଷର ଅସୁବିଧା ସମୟରେ ନ ଛିଡା ହବା, ତାହେଲେ ଆମେ କି ମଣିଷ? ସାଙ୍ଗମାନେ, ଏଥିରୁ ଆପଣ କଣ ଶିଖିଲେ? ଯଦି ଆମ ମାନଙ୍କର ଭିଡ଼ିଓ ଆପଣ ମାନଙ୍କୁ ଭଲ ଲାଗୁଥିବ, ତାହେଲେ ନିଶ୍ଚୟ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ଜୟ ଜଗନ୍ନାଥ।